ଆଜି ଭଦ୍ରକରେ ଏମିତି ଦୃଶ୍ୟ ଦେଖିବା ପାଇଁ ପଡ଼ିବ ବୋଲି ଆମେମାନେ ଜାଣିନଥିଲୁ। ଆମେମାନେ ଆଜି ସକାଳେ ବାହାରିକି ସିଧା ଚାଲିଲୁ ଭଦ୍ରକ ଯିବା ପାଇଁ। ପ୍ରଭୁଙ୍କର ଦର୍ଶନ ସାରିକି ଆମେ ଯାଇକି ବସଷ୍ଟାଣ୍ଡରେ ଅପେକ୍ଷା କଲୁ। କିଛି ସମୟ ଅପେକ୍ଷା କରିସାରିଲା ପରେ ଏଠି ବସ୍‌ରେ ଯାଇକି ପହଞ୍ଚିଗଲୁ କଲେଜ ଛକରେ ଓହ୍ଲେଇକି ଆମେମାନେ ସେଠୁ ସିଧା ଚାଲିଲୁ। କିଛି ଦୂର ଗଲା ପରେ ଗୋଟେ ଡ୍ରେସ୍ ଦୋକାନ, ସେଠି କିଛି ବି ଡ୍ରେସ୍ ଆମକୁ ପସନ୍ଦ ଆସିଲାନି। ଆମେ ଚାଲିଲୁ ଆଉ ଗୋଟେ ଦୋକାନ। ଏଇନେ ସୋରୁମ୍‌ରେ ଟିକେ କହିଲୁ ସୋରୁମ୍ ଗଲୁ। ସୋରୁମ୍‌ରେ ଏଠି କେତେ ସାରା ଡ୍ରେସ୍, ଶାଢ଼ୀ ସବୁ ଦେଖିଲୁ, କିଛି ବି ପସନ୍ଦ ଆସିଲାନି। ତାପରେ ଆମେ ଚାଲିଲୁ ଆଉ ଗୋଟେ ଦୋକାନ, ଆଉ ଗୋଟେ ଛୋଟ ଦୋକାନରେ ଆମର କିଛିଟା ଡ୍ରେସ୍ ପସନ୍ଦ ଆସିଗଲା। ଆମେ ସେଠୁ କିଛିଟା ଡ୍ରେସ୍ ନେଇକି ଚାଲିଲୁ ଆଉ ଗୋଟେ ଶାଢ଼ୀ ଦୋକାନ। ଯେହେତୁ ଟିକେ ଆମର ଶାଢ଼ୀ ଆଣିବାର ଥିଲା, ସେଥିପାଇଁ ଆମେ ଆଉ ଗୋଟେ ଦୋକାନ ଯାଇକି ସେଠୁ କିଛିଟା ଶାଢ଼ୀ ବାଛିଲୁ, ଚଏସ୍ ହେଲା। ଯେଉଁ ଶାଢ଼ୀଟା ମାନେ ବାଛିଥିଲୁ ସେ ଶାଢ଼ୀଟା ଟିକେ ଖରାପ ପଡ଼ିଲା, ଆଉ ସେଟାକୁ ରିଟର୍ଣ୍ଣ କରିକି ଆମେମାନେ ଆଉ ଗୋଟେ ଶାଢ଼ୀ ଆଣିଲୁ। ତାଙ୍କୁ ତାପରେ ପଇସା ହାତରେ ଧରେଇ ଦେଇକି ଆମେ ଚାଲିଲୁ। କିଛି ଦୂର ଗଲା ପରେ ଦେଖିଲି ଯେ ଏଇ ପାରାମାନେ କହିଲେ, ସାଙ୍ଗମାନେ ଏଇ ପାରାଟା ଭଦ୍ରକର କେଉଁଠି ସବୁବେଳେ ରୁହନ୍ତି, ଆଉ ଧଳା କଳା ବି ପାରା ଅଛନ୍ତି। ତାପରେ ଆମେ ଏଠି ଟିକେ ବସଷ୍ଟାଣ୍ଡ ପାଖରେ ଟିକେ ଚଟପଟି ଖାଇଦେଇକି ସିଧା ଚାଲିଲୁ ଆମ ଘରକୁ।